ବାଲେଶ୍ୱର ପ୍ରେସ୍ ଇମ୍ପ୍ରେସ୍ ମିଡିଆ କ୍ଲବର ବାର୍ଷିକ ଉତ୍ସବ ସ୍ଥାନୀୟ ଭେନିଆ ପାରାଡାଇଜ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ ମାନ୍ୟତା ପରେ ଗଣମାଧ୍ୟମର ବର୍ତ୍ତମାନ ସ୍ଥିତି ଶୀର୍ଷକ ଉପରେ ଆଲୋଚନା କରିଥିଲେ। ଭାରତୀୟ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ପ୍ରତିନିଧି ତଥା ସାମ୍ବାଦିକଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ହିଁ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରୁଛି ବୋଲି ସେ କହିଥିଲେ। ତେବେ ବର୍ତ୍ତମାନର ରାଜ୍ୟ ସରକାର ସାମ୍ବାଦିକଙ୍କର ସାମାଜିକ ସୁରକ୍ଷା ବାବଦରେ ଚିନ୍ତା କରୁଥିବା ବେଳେ ଆଗାମୀ ଦିନରେ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ। ଆପଣମାନେ ଜାଣିଥିବେ ନୂତନ କରି ଆମେ ସରକାର ଆସିଲା ପରେ ଆପଣମାନଙ୍କ ପାଇଁ ସବୁଠୁ ବଡ଼ କାମ କରିଛନ୍ତି ଆମ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆପଣମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ କରାଇଛନ୍ତି। କାରଣ ଯେଉଁ ଆମେ କାହା ବିରୁଦ୍ଧରେ କରିବା ପାଇଁ ଆସିନାହୁଁ, ଗଣମାଧ୍ୟମ ସବୁବେଳେ ଲୋକଙ୍କ କଥାକୁ ଆଣିକି ଲୋକଙ୍କୁ ଜଣାଇଥାନ୍ତି, ପ୍ରଶାସନକୁ ଜଣାଇଥାନ୍ତି। ବିଧାନସଭା ଭିତରେ ଯେଉଁ ପ୍ରକାଶିତ ହୁଏ ତାକୁ ବିଧାୟକ ମାନେ ସେଠି ପରିପ୍ରକାଶ କରନ୍ତି। ତେଣୁ ନିଶ୍ଚିତ ଆମର ଓଡ଼ିଶା ସରକାରଙ୍କୁ ଆପଣଙ୍କ ଏଇ ଯେଉଁ ଜାଗାରେ କରିଛନ୍ତି ଚତୁର୍ଥ ସ୍ତମ୍ଭ ଏଭଳି ପ୍ରୋଗ୍ରାମ କରିଛନ୍ତି, ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି। ଆପଣଙ୍କୁ ଗଣମାଧ୍ୟମକୁ ବିଧାନସଭା ଭିତରକୁ ପ୍ରବେଶ କରାଇଛନ୍ତି ଏବଂ ଆପଣମାନେ ଜାଣିବା ଦରକାର ଚତୁର୍ଥ ସ୍ତମ୍ଭ ସବୁବେଳେ ଅବହେଳିତ ହେଇକି ରହୁଥିଲା। ଯେତେବେଳେ ଯେଉଁମାନେ ବି ଗଣମାଧ୍ୟମଙ୍କ ଉପରେ ହାତ ଉଠାନ୍ତି ତାଙ୍କୁ ସତର୍କତାକୁ ରୋକାରୋଧ କରନ୍ତି। ମୁଁ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମକୁ ଯେତେବେଳେ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି କାହାରି କଥା ପ୍ରଭାବିତ ହେବେନି, ସତ କଥାଟାକୁ ଲୋକଙ୍କ ଆଗକୁ ଆଣିବେ। ଲୋକମାନେ ଜାଣିବା ଦରକାର ଯେତେବେଳେ ପ୍ରଭାବଶାଳୀ ହୁଅନ୍ତୁ, ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ବହୁ ବଡ଼ ଶିଳ୍ପପତି ହୁଅନ୍ତୁ। ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ବ୍ୟୁରୋ ମୁଖ୍ୟ ଅନୁପମ ପ୍ରହରାଜ ଏହି ଉତ୍ସବର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଶ ତଥା ରାଜ୍ୟର ବର୍ତ୍ତମାନ ଗଣମାଧ୍ୟମର ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପାଠକ ତଥା ଦର୍ଶକଙ୍କର ସଂଖ୍ୟା ବୃଦ୍ଧି ହେଲେ ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମକୁ ଆଉ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ଉଭୟ ମିଡିଆ ହାଉସ୍ ଏବଂ ସାମ୍ବାଦିକ ଆର୍ଥିକ ସ୍ୱଚ୍ଛଳ ହେଲେ ସତ୍ୟ ଏବଂ ନିରପେକ୍ଷ ସମ୍ବାଦ ପ୍ରକାଶ ତଥା ପ୍ରସାରଣରେ ସମସ୍ୟା ରହିବ ନାହିଁ। ତେବେ ଶିଳ୍ପର ମାନ୍ୟତା ପାଇଥିବା ଭାରତୀୟ ଗଣମାଧ୍ୟମ ଏବେ ମଧ୍ୟ ମୌଳିକ ଆଦର୍ଶରୁ ଦୂରେଇ ନାହିଁ ବୋଲି ଶ୍ରୀ ପ୍ରହରାଜ ମତ ଦେଇଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ, ବ୍ରିଟ୍ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ଜନପ୍ରିୟ ଖବରକାଗଜର ସମ୍ପାଦକ ତଥା ବିଶିଷ୍ଟ ସଂଗଠକ ନରେନ୍ଦ୍ର ବିହାରୀ ଦାସ, ସମାଜସେବୀ ଏସ୍ ଗୀତାଞ୍ଜଳି, ନୂତନ ବାର୍ତ୍ତାର ସମ୍ପାଦକ ଇଞ୍ଜିନିୟର ବିଭୁପଦ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ ଗଣମାଧ୍ୟମକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ବୋଲି କହିଥିଲେ। ଅନ୍ୟପକ୍ଷରେ ସାମ୍ବାଦିକଙ୍କର ସାମାଜିକ ସୁରକ୍ଷାକୁ ଉଭୟ ଗଣମାଧ୍ୟମର ସଂସ୍ଥା ଏବଂ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ଦେଇଥିଲେ। ଆମେ କେବଳ ତାଙ୍କ ପାଇଁ ଗୋଟିଏ କଥା କହିପାରିବା କି ଯେଉଁ ସାମ୍ପ୍ରଦାୟିକ ପରିସ୍ଥିତିରେ ଯେଉଁ ପ୍ରକାର ଭାବରେ ସାମ୍ବାଦିକ ମାନେ ଚ୍ୟାଲେଞ୍ଜେସକୁ ଏକ୍ସେପ୍ଟ କରିକି ସାମ୍ବାଦିକତା କରୁଛନ୍ତି, ନିଶ୍ଚୟ ଖବର ପ୍ରଦାନ କରୁଛନ୍ତି ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଆମେ ତାକୁ ମାନ୍ୟତା ଦେଉଛେ, ସେ ମାନ୍ୟତା ପାଇଁ ଆପଣମାନେ ଯେଉଁ ଅହରହ ପରିଶ୍ରମ କରୁଛନ୍ତି ସେଥିପାଇଁ ଆପଣମାନଙ୍କୁ ହୃଦୟରୁ ଅନେକ ଅନେକ ସାଧୁବାଦ ଜଣାଉଛି, ଧନ୍ୟବାଦ ଅର୍ପଣ କରୁଛି। ବିଶେଷ କରିକି ଯେଉଁ ଶୀର୍ଷକ ରଖାଯାଇଛି କି ସାମ୍ବାଦିକ ଏକ ଶିଳ୍ପ, ଏ ବିଷୟ ଯଦି ଆରମ୍ଭ କରିବାକୁ ଯିବ ତାହେଲେ ଦିନ ଆଉ ରାତି କମ୍ ପଡ଼ିଯିବ, ଏ ବିଷୟ ସରିବନି। ବାସ୍ତବିକ ସାମ୍ବାଦିକ କେବେ ପେଶା ହେଇପାରେ ନା, କେବେ ବୃତ୍ତି ହେଇପାରେ ନା, ଏ ବାସ୍ତବିକ ଏକ ସାମାଜିକ କାମ। ତେଣୁ ଯେଉଁମାନେ ସାମ୍ବାଦିକତା କରୁଛନ୍ତି ଆମେ ତାଙ୍କଠୁ କେବଳ ଗୋଟିଏ ଆଶା କରିବା, ଯେଉଁ ସାଧାରଣ ଲୋକମାନେ ଯେତେବେଳେ ପ୍ରଶାସନ ତାଙ୍କ କଥା ଶୁଣୁନାହିଁ, ଶାସନରେ ଥିବା ଲୋକମାନେ ଶୁଣୁନାହାନ୍ତି, ପୁଲିସ ଯେତେବେଳେ କଥା ଶୁଣୁନାହିଁ, ସେତେବେଳେ ଯଦି କିଏ ଆହା ବୋଲି ଡାକେ ସେ ହେଉଛି ସାମ୍ବାଦିକ। ବହୁତ କଷ୍ଟକର କଥା। ପ୍ରେସ୍ ଇମ୍ପ୍ରେସ୍ ମିଡିଆ କ୍ଲବ ତରଫରୁ ବାର୍ଷିକ ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଏ। ଏ ବର୍ଷ ମଧ୍ୟ ପାଳନ କରାଯାଉଛି। ସେଥିପାଇଁ ତାଙ୍କ କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ବହୁତ ଧନ୍ୟବାଦ ଦେବି। ମୋର କହିବାର ଉଦ୍ଦେଶ୍ୟ ତାତ୍ପର୍ଯ୍ୟ ହେଉଛି
जे आमे माने जोठी जोटा चाहिबा सेटा करिबा से समय अपेक्षा करिबा धैर्य धरिबा आमे माने केमिति आगो को जिबा एवं ए सांबादिक लाइफ रे केमिति आमे शांति रे जीवन यापन पालन करिबा तो समय दबा तो एटा हमर आपण माने अनुभव आपण माने आगो को बढ़ाउतु एवं आमे समस्त सब बेला छै मु उपभोक्ता हिसाब रे मु मोर उपभोग एवं मु आपण मानक सहित सब बेला अछि आपण मान पई सहाय्य समान जहा जत्तो दरकार मु करिबि ता पई मु आपण पाखे निरभूमि हेइ सम्मानित वक्ता भावे वरिष्ठ सांबादिक तथा काव्यशिल्पी सर्वेश्वर दास सेउटु आरंभर संपादक शुभेन्दु दास कवि डॉक्टर कालीपद पंडा आईनजीवी मनोज कुमार नायक प्रमुख वर्तमान स्थिति रे सांबादिक तथा गणमाध्यम सामना करुवा विभिन्न समस्या और यार स्थायी समाधान बाबद मतामत रखिथिले। संगठनर वरिष्ठ सदस्य पद्मलोचन दत्त तांकर सद्य प्रकाशित 3टी पुस्तक मंचासीन अतिथि को एही अवसर रे प्रदान करथिले। प्रेस इम्प्रेस मीडिया क्लब सभापति जनप्रिय खबर कागजर मुख्य संपादक उज्जवल चंद्र कर एही उत्सव रे सभापतित्व करने सह स्वागत अभिभाषण रखिथिले। उपसभापति संदीप्त दास विवरणी उपस्थापन सह क्लब बहुमुखी कार्यधारा संपर्क में आलोकपात करथिले। सांबादिक अभय दास कार्यक्रम को संयोजन सह शेष में समस्त को धन्यवाद देथिले। वासुदेव राउल, सुशांत कुमार दास, गयाधर कर, अजिम बालेश्वरी, शेख नजीम, रतिकांत दत्त, अरूप नारायण महांती, धीरेन्द्र नायक, उमाकांत राउत, विश्वजित प्रधान, तरुण कुमार कर, करुणाकर भूया, प्रभाकर दास प्रमुख समेत क्लब समस्त सदस्य उत्सव परिचालन में सक्रिय सहयोग करथिले।